କଇନଗରୀ ହାଇସ୍କୁଲର 46ତମ ଜନ୍ମବାର୍ଷିକୋତ୍ସବ ପାଳିତ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ ଭଗବାନ ଚନ୍ଦ୍ର ହାଇସ୍କୁଲର 46ତମ ଜନ୍ମବାର୍ଷିକୋତ୍ସବ ସଭାପତି ଚାରୁଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁବଳ ଚରଣ ମୌକାପ ଉପସ୍ଥିତ ହୋଇ ସ୍କୁଲ ଅନୁଷ୍ଠାନ ଗଢ଼ି ଉଠିବାରେ ସହଯୋଗ କରିଥିବା ଅନୁଷ୍ଠାନ ପ୍ରେମିକଙ୍କୁ ମନେ ପକାଇବା ନିମନ୍ତେ ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବରେ ଉକ୍ତ ପଞ୍ଚାୟତର ସରପଞ୍ଚ ରାଧାବଲ୍ଲଭ ମଣ୍ଡଳ ଉପସ୍ଥିତ ହୋଇ ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି ବୋଲି କହିବା ସହିତ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ସହିତ ଶିକ୍ଷକ ଏବଂ ପିତାମାତାଙ୍କୁ ଭକ୍ତି କରିବା ଉଚିତ ବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଧର ପରିଡ଼ା, ଯୋଗେଶ୍ୱର ପାଣିଗ୍ରାହୀ, ଲୋକନାଥ ମହାପାତ୍ର, ବିମଳ କୁମାର ସାନ୍ତରା, କୈଳାସ ଚନ୍ଦ୍ର ସାହୁ, ପୀତାମ୍ବର ଦାସ, ରାଧାପଙ୍କଜ ମଣ୍ଡଳ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଶିକ୍ଷକ ପ୍ରମୋଦ ବିହାରୀ ସାନ୍ତରା, କବିତା ପ୍ରଧାନ, ପୁଷ୍ପିତା ଜେନା, ଚିତ୍ତରଞ୍ଜନ ସାହୁ, ଜିତେନ୍ଦ୍ର ହାତୀ, ଜ୍ଞାନାନନ୍ଦ ପାଲ, କହ୍ନେଇ ଲେଙ୍କା, ଅସିତ ଧଳ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ରବୀନ୍ଦ୍ର ସାମଲଙ୍କ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ଶେଖ ଆଝାରୁଦ୍ଦିନଙ୍କ ରିପୋର୍ଟ, ବାଲେଶ୍ୱର ଖବର। ମୁଁ ଶ୍ରୀ ଚାରୁଚନ୍ଦ୍ର ସାମଲ, ଭଗବାନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ କଇନଗରୀର ପ୍ରଧାନ ଶିକ୍ଷକ। ଆଜି ସ୍କୁଲର ଜନ୍ମଦିନ ପାଳନ କରାଯାଇଥିଲା। ଏହା 1980 ମସିହାରେ ସ୍ଥାପିତ ହୋଇଥିଲା। ରଥଯାତ୍ରା ଦିନ ଏ ସ୍କୁଲ ଜନ୍ମଲାଭ କରିଥିବାରୁ ସେହି ଉପଲକ୍ଷେ ଆମେ ଆଜି ଜନ୍ମଦିନ ପାଳନ କରୁଅଛୁ। କ'ଣ ପିଲାମାନେ ଜନ୍ମୋତ୍ସବ ପାଳନ କଲେ କ'ଣ ଆପଣ କ'ଣ ଅଲଗା ସ୍କୁଲକୁ କ'ଣ ନା ଦେଉଛେ ମାନେ ପିଲାଟିଏ ଜନ୍ମ ଲାଭ କଲା ପରେ ଯେମିତି ତାର ଜନ୍ମଦିନ ପାଳନ କରାଯାଏ, ସ୍କୁଲର ସେମିତି ଜନ୍ମଦିନଟେ ମାନେ ଆମେ କ'ଣ କରୁଛୁ ନା ଏମିତି ଦୀର୍ଘ 45 ବର୍ଷ ଧରିକି ପାଳନ କରୁଛୁ। ଏଇଟା 46ତମ ଜନ୍ମଦିବସ ଆଉ ସେଇଥିପାଇଁ ଆମେ ପାଳନ କରୁଛୁ। ଏହାଦ୍ୱାରା କ'ଣ ହେଇଛି ନା ମେସେଜ ଗୋଟେ ଯାଉଛି ଲୋକଙ୍କ ପାଖକୁ ଯେ ଏଇଭଳି ଭାବରେ ଆମେ କ'ଣ ହେଇଛି ନା ସ୍କୁଲର ଯେଉଁମାନେ ସବୁ କ'ଣ ହେଇଛି ନା ପ୍ରତିଷ୍ଠା କରିଥିଲେ ସ୍କୁଲଟିକୁ, ସେମାନେ ମାନେ ବିଶେଷ ଭାବରେ କ'ଣ ହେଇଛି ନା ଯେ ଆମେ ଯେଉଁ ସ୍କୁଲଟା ତିଆରି କରିଥିଲୁ ପ୍ରକୃତରେ ସେ ସ୍କୁଲଟା କିଭଳି ଭାବରେ ଆଗେଇ ଚାଲିଛି, କିଭଳି ଭାବରେ ପ୍ରଗତି କରୁଛି, ଆଉ ସେହି ଅନୁସାରେ ଆମେ କ'ଣ କରୁଛୁ ନା ଏହାଦ୍ୱାରା ପିଲାମାନେ ବିଶେଷ ଭାବରେ ଏନକରେଜ୍ ହେବେ, ସେଇଥିପାଇଁ ଆମେ ପାଳନ କରୁଛୁ। ରାଧାବଲ୍ଲଭ ମଣ୍ଡଳ, ସରପଞ୍ଚ କଇନଗରୀ, ପୂର୍ବତନ ଛାତ୍ର କଇନଗରୀ ହାଇସ୍କୁଲ। ଆମର ଏଇଟା 46ତମ ଜନ୍ମଦିନ ପାଳନ କରୁଛୁ। ଆମେ ପ୍ରତିବର୍ଷ ବହୁତ ଆଡ଼ମ୍ବରପୂର୍ଣ୍ଣ ଆକାରରେ ପାଳନ କରୁ, କାରଣ ଯେମିତି ଛୋଟ ପିଲାର ଜନ୍ମଦିନ ପାଳନ କରୁ, ଆମେ ମଧ୍ୟ ସ୍କୁଲର ସେହି ପ୍ରକାର ଜନ୍ମଦିନ ପାଳନ କରୁଛୁ। ଜିନିଷ ରହିଲା ଆଜିକାଲି ପରମ୍ପରା ହୋଇଗଲେ ସମସ୍ତେ କେକ୍ କାଟିକି ମହମବତୀ ଜଳେଇ ଜନ୍ମଦିନ ପାଳନ କରୁଛୁ, କିନ୍ତୁ ଆମେ ସେହି ଜିନିଷ କରୁନା। ଆମେ କରୁ କ'ଣ, ସ୍କୁଲର ଜନ୍ମଦିନ ପିଲାଙ୍କ ଭଳି ଭଗବାନଙ୍କ ଠାରେ ପୂଜା ଅର୍ଚ୍ଚନା କରିକି ଦୀପ, ଓଡ଼ିଶାର ପରମ୍ପରା, ଆମର ପରମ୍ପରା ଆକାରରେ ଦୀପ ଜଳେଇ ପ୍ରତିବର୍ଷ ପାଳନ କରୁ। ଏବଂ ଏହାର ପାଳନ କରିବାର ଲକ୍ଷ୍ୟ ହେଉଛି ଏହି ଦିନ ଆମେ ପିଲାମାନଙ୍କୁ ଗୋଟେ ଦିଗଦର୍ଶନ ଦେଉ ଯେ ଅତୀତକୁ ସ୍ମରଣ କର, କି ପ୍ରକାର ଭାବରେ ଏ ସ୍କୁଲ ଆଗକୁ ବଢ଼ି ଚାଲିଛି ଏବଂ ଚାଲିବ, କି ପ୍ରକାର ଭାବରେ ରେଜଲ୍ଟ କରି ଆଜି ସାରା ପଞ୍ଚାୟତ ବ୍ଲକ ସ୍ତରରେ ପ୍ରଥମ ନମ୍ବର ଅଧିକାର କରିଛି। ଆଗକୁ ପ୍ରୟାସ ହେଉ ଡିଷ୍ଟ୍ରିକ୍ଟ ଲେଭେଲରେ କି ପ୍ରକାର ଭାବରେ ପ୍ରଥମ ସ୍ଥାନ ଅଧିକାର କରିବ। ତେଣୁ ତା'ର ଜନ୍ମଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ଏହା।